ଜଗନ୍ନାଥଙ୍କର ଯୁବ ସେବାୟତ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀ ଶ୍ରୀ ହରି ବଳଦେବଜୀଉ ବିଜୟ ମହାପ୍ରଭୁଙ୍କ ସେବାରେ ଅଛନ୍ତି ଅନେକ ଯୁବ ସେବାୟତ। ଦେଖିପାରୁଥିବେ ଏମାନେ ହଉଛନ୍ତି ଆଗ ପିଢିର ସେବାୟତ, ଯୋଉମାନେ କି ତାଙ୍କର ବାପା ଦାଦା ଯୋଉ ଜେଜେବାପା ମାନେ ଠାକୁରଙ୍କ ସେବା କରି ଆସିବା ପରେ ଏବେ ସେମାନେ ତାଙ୍କର ଯୋଉ ଛୋଟ ଛୋଟ ନାତି ଅଛନ୍ତି ବା ପୁଅ ଅଛନ୍ତି ସେମାନେ ବର୍ତ୍ତମାନ ଠାକୁରଙ୍କ ସେବାରେ ଲାଗିଛନ୍ତି। ଦେଖିପାରୁଥିବେ ଏମାନେ ହଉଛନ୍ତି ନୂଆ ପିଢି। ନିଶ୍ଚିତ ଭାବରେ ଆମେ କହିପାରିବା ଯେ ସମସ୍ତେ ଆଗ୍ରହର ସହିତ ଆସି ଠାକୁରଙ୍କର ସେବା କରୁଛନ୍ତି। ଯେହେତୁ ଆଜି ସ୍ନାନ ପୂର୍ଣ୍ଣମୀ, ତେବେ ଆମେ ସିଧାସଳଖ ସେମାନଙ୍କର ଆଲୋଚନା ମଧ୍ୟ କରିବା, ସେମାନଙ୍କ ସହିତ ସେମାନଙ୍କର ପ୍ରତିକ୍ରିୟା ରଖିବା। କଣ କହିବ ଯୋଉ ଗୋଟେ ବର୍ତ୍ତମାନ ସମୟରେ ଆପଣ ମାନେ ସବୁ ସମସ୍ତେ ଏବେ ଏକାଠି ହେଇକି ଠାକୁରଙ୍କ ସେବାରେ ସମସ୍ତେ ଯୋଗ ଦେଇଛ? ଜୟ ଜଗନ୍ନାଥ। ଆଜି ଯୋଉ ମଞ୍ଚା ସ୍ନାନ ମହାପ୍ରଭୁଙ୍କର ସମୁଦ୍ର ଜ୍ୟେଷ୍ଠା ସ୍ନାନ ରହିଛି, ଏଇ ଜ୍ୟେଷ୍ଠା ସ୍ନାନରେ ଆମେ ମାନେ ପ୍ରତ୍ୟେକ ଯୁବ ସେବାୟତ ମାନେ ମିଶି ମହାପ୍ରଭୁଙ୍କର ଯୋଉ ପହଣ୍ଡି କାର୍ଯ୍ୟକ୍ରମ ବଡି ଭୋରରୁ କରିଥିଲୁ ଏବଂ ତତ୍ପରେ ମହାପ୍ରଭୁଙ୍କର ମହାସ୍ନାନ ନୀତି ମଧ୍ୟ ବଢିଥିଲା। ତତ୍ପରେ ମହାପ୍ରଭୁଙ୍କର ଫୁଲଚୁଳିଆ ଏବଂ ଚନ୍ଦନ ବେଶ ମଧ୍ୟ ମହାପ୍ରଭୁଙ୍କୁ କରିସାରିବା ପରେ ମହାପ୍ରଭୁଙ୍କର ଗୋପାଳ ବଲ୍ଲଭ ନୀତି ସମାପନା ପରେ ଏବେ ମହାପ୍ରଭୁ ଫୁଲଚୁଳିଆ ବେଶରେ ଦର୍ଶନ ଦେଉଛନ୍ତି ଏବଂ ଆମେ ମଧ୍ୟ ତାଙ୍କର ଏଇ ସେବାଟିକୁ ଯୋଉ ପାଇଛୁ ତାହା ପାଇଁ ଆମେ କୃତାର୍ଥ ମଧ୍ୟ ମନେ କରୁଛୁ। କୋଉ ଜନ୍ମରେ ଆମେ କଣ ପୁଣ୍ୟ କରିଥିଲୁ ଯାହା ଫଳରେ ମହାପ୍ରଭୁ ଆମକୁ ସେବକ କୂଳରେ ଜନ୍ମ ଦେଲେ ଏବଂ ତାଙ୍କର ସେଇ ସେବା ଟିକେ କରିବା ପାଇଁ ଆମକୁ ଯଜ୍ଞ ମଧ୍ୟ ବିବେଚନ କରିଥିଲେ। ନିଶ୍ଚିତ ଭାବରେ ଦେଖନ୍ତୁ, ଖୁବ ସୁନ୍ଦର କଥା ସେ କହିଲେ ଯେ ପୂର୍ବ ଜନ୍ମରେ କଣ ମାନେ ଭଲ କର୍ମ କରିଥିଲେ ବା କୋଉ ପୁଣ୍ୟ କରିଥିଲେ ଯାହା ଫଳରେ ସେମାନଙ୍କୁ ଆଜି ଜଗନ୍ନାଥଙ୍କର ସେବା ବା ଯୋଉଭଳି ଭାବରେ ମନ୍ଦିରରେ ଠାକୁରଙ୍କର ସେବା କରିବାର ସୁଯୋଗ ମିଳିଛି। କଣ କହିବ, ତୁମେ ମଧ୍ୟ ଆସି ଏଠାରେ ଠାକୁରଙ୍କର ସେବାରେ ନିଜକୁ ନିୟୋଜିତ କରିଛ? ଜୟ ଜଗନ୍ନାଥ। ମତେ ଲାଗେ ପ୍ରାୟ ସମସ୍ତଙ୍କ ଭାଗ୍ୟରେ ଏ ସେବା ନଥାଏ। ଯେମିତି ଭାଇ ଆମର କହିଲେ, ବହୁ ଜନ୍ମରେ ବୋଧେ ଆମେ କିଏଠି ଟିକେ ଅଧେ ପୁଣ୍ୟ କରିଥିବା, ସେଇ ପାଇଁ ଜଗନ୍ନାଥଙ୍କ ସେବାରେ ଆମେ ସହଯୋଗ କରିପାରୁଛୁ। ଆଉ ସେଇଟା ଆମ ଜୀବନର ସବୁଠୁ ବଡ ସୁଖ କହିଲେ ଚଳେ ଆଜ୍ଞା। ଜୟ ଜଗନ୍ନାଥ। ନିଶ୍ଚିତ ଭାବରେ ଇଏ ସେବା ହିଁ ତାଙ୍କର ଜୀବନର ସବୁଠୁ ବଡ କଥା ବୋଲି ସେ ଯୋଉଭଳି ଭାବରେ କହୁଥିଲେ। ଯେ ବର୍ତ୍ତମାନ ସମୟରେ ତୁମେମାନେ ସବୁ ଏବେ ଆସିକି ନୂଆ ପିଢି ଆସିକି ଜଗନ୍ନାଥଙ୍କ ସେବାରେ ଯୋଗ ଦେଲନି, ଯେ ଯୋଉ ଆମର ଏଠି ଯୋଉ ଦ୍ୱିତୀୟ ଶ୍ରୀକ୍ଷେତ୍ର ଯୋଉ ରୀତିନୀତି ରହିଛି, ପରମ୍ପରା ରହିଛି, କଣ ସବୁ ତୁମେ ଶିଖିଲନି ବା କଣ ସବୁ ଜାଣିଲନି? ଦେଖନ୍ତୁ, ଆମେ ମହାପ୍ରଭୁଙ୍କ ନୀତିରେ ପାଖାପାଖି 10 ବର୍ଷ ହବ ଯୋଗ ଦେଲୁଣି। ତଥାପି ବାପା ବାପା ବଡବାପା ମାନେ କୁହନ୍ତି ଏବେ ବି ଭୁଲ ହଉଛି, ତାକୁ ସଂଶୋଧନ କର। ଯେହେତୁ କହନ୍ତି, କଣ କୁହନ୍ତି ଯେ ବିଶ୍ୱାସ ମିଳେଇ ହରି ତର୍କେ ବହୁତ କି ଜନ୍ମରେ କି ପୁଣ୍ୟ କରିଥିଲେ ମହାପ୍ରଭୁ ନିଜେ ଡାକି ତାଙ୍କ ସେବାରେ ଆମକୁ ନିଯୁକ୍ତି କରିଛନ୍ତି। ତ ଆମେ ତାକୁ ପ୍ରୟାସ ଚଲେଇଛୁ ଯେମିତି ଆମେ ତାଙ୍କ ମହାପ୍ରଭୁଙ୍କ ସେବା ପୁରା ନିର୍କ୍ଷୀର ଭାବେ କରିବୁ, ଯେମିତି କିଛି ଭୁଲ ଭଟକା ନ ହଉ ଆମ ଦ୍ୱାରା। କାରଣ ମହାପ୍ରଭୁ ତ କହିବା ଲୋକ ନୁହେଁ, ସିଏ ଦେଖେଇଦବା ଲୋକ ଡାଇରେକ୍ଟ। ସେଥିପାଇଁ ଆମେ ଦେଖୁଛୁ ଆମ ତରଫରୁ ଯେତେ ହେଇପାରିବ ଆମେ ତାଙ୍କୁ ସେତିକି ସେବା କରିକି ଦେଖେଇବୁ। ନିଶ୍ଚିତ ଭାବରେ ମହାପ୍ରଭୁ କହିବା ଲୋକ ନୁହେଁ, ସେ ଦେଖେଇବା ଲୋକ। ତେଣୁ ନିଶ୍ଚିତ ଭାବରେ ଭୁଲ ତ ହୁଏ, କିନ୍ତୁ ଭୁଲକୁ ଠିକ କରିବା ଏବଂ କିଭଳି ଭାବରେ ଭୁଲକୁ ଜାଣି ନିଜେ ତାକୁ ପୁଣି କିଭଳି ଭାବରେ ସଂଶୋଧନ କରିବାର ମଧ୍ୟ ସେମାନଙ୍କର ଗୋଟେ ଚେଷ୍ଟା ମଧ୍ୟ ରହିଛି। କଣ କହିବ, ତୁମେ ମଧ୍ୟ ଏଥିରେ ଗୋଟେ ଯୋଗ ଦେଇଛ, ଖୁବ ଆଗ୍ରହର ସହିତ ଆସୁଛ ଏବଂ ଯୋଉଭଳି ଭାବରେ ମାନେ ଯୋଉ ଡ୍ରେସ ମାନେ ଯୋଉ ଡ୍ରେସ କୋଡ ରହିଛି ତାକୁ ମଧ୍ୟ ପିନ୍ଧିକି ତୁମେ ମାନେ ଜଗନ୍ନାଥଙ୍କର ସେବା କରୁଛ। ଜୟ ଜଗନ୍ନାଥ। ମୁଁ ମନୀଷ କୁମାର ତ୍ରିପାଠୀ, ମହାପ୍ରଭୁଙ୍କ ସବାରକ ସେବକ। ଯେପରି କହିଲେ କି ଆଜି ବଡି ଭୋରରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ହୋଇଥିଲା। ପହଣ୍ଡି ପରେ ସେ ସ୍ନାନ ମଣ୍ଡପରେ ବିଜେ କରି ଦିବ୍ୟ ସ୍ନାନ ତାଙ୍କ କରିଥିଲେ। 108 ଘରା ଜଳରେ ସେ ସ୍ନାନ କରିଥିଲେ, ଯାହାପରେ ସେ ଏବେ ଜ୍ୱରରେ କମ୍ପିତ ହେବେ। ଆମର ସେବା ହେଉଛି ଯେ ମହାପ୍ରଭୁ ଯେତେ ସବୁ ବେଶ ସବୁ ହୋଇଥାଏ ସେୟା ଆମ ପରିବାର ଲୋକ କରିଥାନ୍ତି। ବାପା କରୁଥିଲେ, ବାପା ଏବେ କରୁଛନ୍ତି, ମୋ ବଡ ଭାଇ ବି କରେ। ମୁଁ ବି ଆସି ସେଠି ଦେଖୁଛି, ଶିଖୁଛି, ନୂଆ ଜିନିଷ ଶିଖତେ ମିଳୁଛି। ସେମିତି ସବୁ ସେବା କରି ଚାଲିଛି, ଆଗେଇ ଚାଲିଛି। ଆଉ ଯେମିତି ଭାଇ ମାନେ କହିଲେ କି କୋଟି ଜନ୍ମ ତପ ବେଳେ ତ ସେବା କରିବା ସୁଯୋଗ ମିଳେ, ସେହିପରି କୋଉ ଜନ୍ମର ପୁଣ୍ୟ ଥିଲା ଯେ ଆମେ ଏଇ ସେବା ସବୁ କରୁଛେ। ମହାପ୍ରଭୁ ତାଙ୍କ ନିକଟରେ ଆମକୁ ଡାକିକି ସେ ନିଜେ ରଖିଛନ୍ତି ଯେ ତାଙ୍କ ସେବାରେ ଆମେ ଅଛେ ବୋଲି। ତ ସେୟା ଆମେ ବହୁତ ସେଥିରେ ବହୁତ ସୁଖିତ। ନିଶ୍ଚିତ ଭାବରେ ସମସ୍ତଙ୍କ ମନରେ କୋଉଠି ନା କୋଉଠି ଯୋଉ ଖୁସି ତାହା ନିଶ୍ଚିତ ଭାବରେ ତାଙ୍କ କଥାବାର୍ତ୍ତା ମଧ୍ୟ ମୁହଁରୁ ହିଁ ପରିଲକ୍ଷିତ ହଉଛି। ଆମ ସହିତ ଆଉ ଜଣେ ମଧ୍ୟ ଯୋଉ ଯୁବ ସେବାୟତ ଅଛନ୍ତି, ଆମେ ତାଙ୍କ ସହିତ ମଧ୍ୟ ଆଲୋଚନା କରିବା। କଣ କହିବ, କେତେ କେବେଠୁ ମାନେ ଠାକୁରଙ୍କ ସେବା କରୁଛ? ବେଶୀ ବର୍ଷ ନାହିଁ, କିଛି ବର୍ଷ ହେଲା, ପାଖାପାଖି 2 ରୁ 3 ବର୍ଷ ହେଲା ମୋର ବ୍ରତ ଉପନୟନ ପରେ ମୁଁ ଆସିବା ଆରମ୍ଭ କରିଛି। ଯେହେତୁ ଆମେ ଜଗନ୍ନାଥ କୂଳରେ ଜନ୍ମ ନେଇଛେ, ତ ସେଥିପାଇଁ ଆମେ ଗର୍ବିତ ମନେ କରୁଛେ ଆମେ ନିଜକୁ। ଆଉ ଆଜି ଉତ୍ସବର ଦିନ, ଦିବ୍ୟ ସ୍ନାନ ଯାତ୍ରା, ସମସ୍ତେ ଆସିକି ଦର୍ଶନ କରନ୍ତୁ, ସେତିକି କହିବି। ଜୟ ଜଗନ୍ନାଥ।
ନିଶ୍ଚିତ ଭାବରେ ଦେଖନ୍ତୁ ଆମେ ସମସ୍ତଙ୍କ ସହିତ ଆଲୋଚନା କରୁଥିଲେ କିଭଳି ଭାବରେ ସେମାନେ ବର୍ତ୍ତମାନ ସମୟରେ ଧୀରେ ଧୀରେ ଠାକୁରଙ୍କ ସେବା କରିବା ପାଇଁ ନିଜେ ଆଗଭର ହେଇ ମନ୍ଦିରକୁ ଆସୁଛନ୍ତି ଏବଂ ଠାକୁରଙ୍କ ସେବାରେ ଲାଗିଛନ୍ତି ଏବଂ ଠାକୁରଙ୍କ ସେବା ପାଇଁ ତାଙ୍କୁ ଯୋଉ ସୁଯୋଗ ମିଳିଛି ତା ପାଇଁ ମଧ୍ୟ ନିଜକୁ କୃତାର୍ଥ ମନେ କରୁଛନ୍ତି। ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରୁ ଦଳ ଗୋବିନ୍ଦ ବାରିକ, କନକ ନ୍ୟୁଜ।